ସାଙ୍ଗମାନେ ମୋ ସିନ୍ଦୁରର ଅଧିକାର ଦେଖନ୍ତୁ। ମୁକ୍ତି ଆଦିକି କୁହେ ସତ କଥା ହେଲା ମୋ ଛାଇ ବି ଆପଣଙ୍କ ପାଇଁ ଅଶୁଭ। ଆପଣ କାହିଁକି ଏମିତି ବାରମ୍ବାର କରୁଛନ୍ତି? ଆଦି କୁହେ କାହିଁକି ନା ତମ ବିନା ମୋ ଜୀବନ ଅଧା ମୁକ୍ତି। ତମେ ଏବେ ମୋ ଅଭ୍ୟାସ ପାଲଟି ଗଲଣି, ଆଉ ସେ ଅଭ୍ୟାସକୁ ମୁଁ ଆଉ କେବେ ବି ଭୁଲି ପାରିବିନି। ଆମେ ଦୁଇ ଜଣଙ୍କୁ ଗୋଟେ ମିଛ ବନ୍ଧନରେ ବାନ୍ଧିଛେ, ହେଲେ ମୋ ମନରେ ତମ ପାଇଁ ଫିଲିଙ୍ଗସ୍ ମିଛ ନୁହେଁ ମୁକ୍ତି। ବଟ୍ ମୁଁ କିଛି ବାଧ୍ୟ କରିବିନି ତମକୁ କିଛି କରିବା ପାଇଁ। ଆଦି ମନେ ମନେ କୁହେ କାହିଁକି ନା ତମେ ମୁହଁ ଖୋଲିକି କିଛି ନ କହିପାରିଲେ ବି ତମ ଆଖି ସବୁ କହିଦେଉଛି ତମ ମନରେ ମୋ ପାଇଁ କ'ଣ ଅଛି, ତମ ଲାଇଫ୍ରେ ମୋ ଇମ୍ପୋର୍ଟାନ୍ସ କେତେ ଅଛି। ଆଉ ସେଇଥିପାଇଁ ତମେ ତମ ନିଜ ଜୀବନକୁ ବିପଦରେ ପକାଇକି ମୋତେ ବଞ୍ଚାଇବା ପାଇଁ ଚାଲି ଆସିଲ। ଏଇଟା ହିଁ ତମ ଫିଲିଙ୍ଗସ୍ ମୁକ୍ତି, ଯାହା ତମେ ବହୁତ ଜଲ୍ଦି ଆକ୍ସେପ୍ଟ କରିବ। ମୁକ୍ତି ମନେ ମନେ କୁହେ ମୁଁ ବାରମ୍ବାର ଆଦି ସାରଙ୍କୁ ମୋଠୁ ଦୂରେଇବାକୁ ଚେଷ୍ଟା କଲା ପରେ ବି ଭାଗ୍ୟ କାହିଁକି ବାରମ୍ବାର ଆଦି ସାରଙ୍କୁ ଆଣିକି ମୋ ସାମ୍ନାରେ ଠିଆ କରେଇ ଦେଉଛି। ଏଇଟା କ'ଣ ଦେବୀ ମାଙ୍କ ଇସାରା, ନା ମୋତେ ପୁଣି ବଞ୍ଚିବା ପାଇଁ? ତାପରେ ମୁକ୍ତିର ଧନଶ୍ରୀ କଥା ମନେ ପଡ଼ିଯାଏ, ଆଉ ସେ ସେଠି ଚାଲିଯିବାକୁ ଚେଷ୍ଟା କରେ। ଆଉ ଠିକ୍ ସେଇ ସମୟରେ ଆଦି ମୁକ୍ତିକୁ ନିଜ ପାଖକୁ ଭିଡ଼ି ଆଣେ ଆଉ କୁହେ ଆଇ ନୋ ଆମ ସମ୍ପର୍କ ମିଛ, ହେଲେ ମୋ ଫିଲିଙ୍ଗସ୍ ମିଛ ନୁହେଁ। ମୁଁ ଏ ଫିଲିଙ୍ଗସ୍ ଆଉ ଏ ସମ୍ପର୍କକୁ ସତ କରିକି ହିଁ ରହିବି, ଆଇ ପ୍ରୋମିସ୍। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟେ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।